हाँ जय श्री जगन्नाथ भाई मैंने आज आम पढ़ा जल तत्व पुणी थे सर्वप्रथम गुरु गणपति एवं जगदम्बा को प्रणाम करके मु मोर आरंभ करुच्ची आज जल तत्व। तो जल तत्व रे मु सबुबले कही रखी आगुरी भी कि गोटे तत्व गोटे तत्वठू सृष्टि हुए गोटे तत्वठू नष्ट हुए गोटे तत्व को सृष्टि करे गोटे तत्व को नष्ट करे एटा आपण माने क्लियर हो एटा हला जल जल तत्व पूर्वरु जल तत्व जिनसटा जल तत्व हवा पूर्वरु मु सर्वप्रथम गोटे छोट इएटा को मु बनै दउची जोटा कि आपण मानक मुंडे रे रहू कि सेटा इएटा से जो डायरेक्शन रो इएटा सेटा मुंडे रे रहू ठीक अछि ना। एटा हला नॉर्थ एटा हला साउथ एटा हला ईस्ट एटा हला वेस्ट एटा हला आकाश एटा हला जल एटा हला अग्नि एटा हला भूमि एटा हला वायु। तो हमर जल तो कोउ डायरेक्शन को सिग्निफाई कला नॉर्थ ईस्ट। नॉर्थ ईस्ट डायरेक्शन सिग्निफाई कला ठीक अछि सेतरा कुछ डाउट नाही। नो। एबे हम जानिबा जल तत्व विषय रे क्लियरली जल तत्व सिग्निफाई कला नॉर्थ ईस्ट डायरेक्शन को ठीक अछि। तो मु कहि सर्वप्रथमे कि गोटे तत्व जो अछि से गोटे तत्व रु सृष्टि हुए गोटे तत्व रु नष्ट हुए गोटे तत्व ए जल तत्व रु गोटे तत्व सृष्टि हुए पुणी जल तत्व गोटे तत्व को नष्ट करे नष्ट। एटा भेरी भाइटाल जिंस कारण आपण जतले रिमेडी देबाकू जिवे ना एई तत्व बेसिस रे रिमेडी देबे खेल सबुतिक तत्वर तो कोउ तत्व रु जल तत्व सृष्टि हुए ना आकाश तत्व रु जल तत्व सृष्टि हुए वर्षाटा आकाश रु हुए ना ठीक है ना। तापर पृथ्वी तत्व रु जल तत्व नष्ट हुए जल तत्व वायु तत्व को सृष्टि करे जल तत्व अग्नि तत्व को नष्ट करे एटा क्लियर एथा तो किछ डाउट नथिबो। यस। बर्तमान आम जल तत्व से जो चारिटा आम सब तत्व पढ़ुले जल तत्वर कौन कौन देखा ना देखा रंग गुण आकार धातु ठीक ଅଛି ତାହେଲେ ଜଳ ରଙ୍ଗ କଣ ହବ ନା ନୀଳ କଲର ବ୍ଲୁ କଲର ଆଉ କଣ ହବ ସିଲଭର କଲର ବି ହବ ରୂପେଲି ଆଉ କଣ କଲର କଲର ହବ ନା କଳା କଲର ବି ଜଳର ହବ ଏଇଟା ନକ ମାନେ ଏଇଟା ମାନେ କଣ କି ଏଇଟା ହେଲା ସବୁଠୁ ଏକ ଏଇଟା ହେଲା ଦୁଇ ଏଇଟା ହେଲା ତିନି ଏଇଟା ମାନେ କିଛି ନହେଲେ ବି କଳାକୁ ଆମେ ଜଳ ହିସାବରେ କାଉଣ୍ଟ କରିପାରିବା। ତାର ଗୁଣ କଣ ରହିଲା ଗୁଣ ରହିଲା ଜଳ କଣ ବହିଯାଏ ମାନେ ପ୍ରବାହ ଫ୍ଲୋଟା ଆଉ ଜଳ କଣ ସ୍ୱଚ୍ଛ ତେଣୁ ସ୍ପଷ୍ଟତା ବି ଜଳର କାରକ ବା ଗୁଣ ହଉଛି ଜଳର ହଁ ଆଉ କଣ ନା ଜଳ ହଉଛି ଅବିଚ୍ଛିନ୍ନ ଅବସ୍ଥା ମାନେ କଣ୍ଟିନ୍ୟୁଟି ଟାକୁ ବି ଆମର ଜଳ ଦେଖାଏ ତାର ଆକାର କଣ ଜଳ ନା ତରଙ୍ଗାୟିତ ତରଙ୍ଗାୟିତ ହଉଛି ମାନେ ୱେଭ ଟାଇପ ର ଜିନିଷଟା ଥାଏ ଏବଂ ଧାତୁ କଣ ଏଥର ସିଲଭର ବା ରୂପା ହବ ନହେଲେ ଆଲୁମିନିୟମ ହବ ତେଣୁ ଦେଖିବେ ଯୋଉଠି ଜଳ ତତ୍ଵର ପ୍ରୋବ୍ଲେମ ଥାଏ ଯୋଉ ଘରେ ସେଠି ସେମାନେ ଆଲୁମିନିୟମ ର ଯୋଉ ତଳେ ବିଛେଇ ଦିଅନ୍ତି ଇଏଟା ମାନେ ଫଏଲ ଘରିକା ସବୁ ବିଛାନ୍ତି ହୁଁ। ଠିକ ଅଛି ନା। ତ ବର୍ତ୍ତମାନ ଆମେ ପଢିଗଲେ ଜଳ ତତ୍ଵ କୋଉଠି ସୃଷ୍ଟି ହୁଏ ଜଳ ତତ୍ଵ କାହାକୁ ନଷ୍ଟ କରେ ଜଳର ଗୁଣ ଗୁଡିକ ପଢିଦେଲେ ହୁଁ। ବର୍ତ୍ତମାନ ଆମେ ଜାଣିବା ଯେ ଜଳ ତତ୍ଵର ଆକ୍ଚୁଆଲି କାରଣ କଣ ମାନେ ଜଳ ର କଣ ଭାଇ ଦେଖ ଜଳର ଧର୍ମ ହଉଛି ସିଏ ତା ଗତି କରେ କୋଉଠି ବି ଜଳ ରୁହେନି ଜଳ ନିମ୍ନଗାମୀ ଜଳ ଗତି କରେ ଏବଂ ସିଏ କଣ କରେ ନା ସବୁ ଜିନିଷକୁ ଧୋଇ ଦେଇକି ପୁରା ପରିଷ୍କାର କରିକି ରଖେ ଯେହେତୁ ଫ୍ଲୋରେ ଥାଏ ଧୋଇକି ପରିଷ୍କାର କରିଦିଏ ତେଣୁ ଏଇ ଜିନିଷଟା ଏଇ ଜଳ ତତ୍ଵର କାହାର ପ୍ରତୀକ ନା ମଣିଷର ଜୀବନରେ ସ୍ୱଚ୍ଛତା ଗତିଶୀଳତା ନିଜର ଭାବନା କ୍ଲାରିଟି ଅଫ ଥଟ୍ସ ନୂଆ ନୂଆ ଜିନିଷ ଜାଣିବାର ଇଚ୍ଛା ତାକୁ ଉଦ୍ଭାବନ କରିବାର ଇଚ୍ଛା ଏବଂ ସବୁ ନ୍ୟୁ ଜିନିଷକୁ ଆଡପ୍ଟ କରିକି
ତାର ରସକୁ ମାନେ ନିଜ ଜୀବନରେ ଇଏ ଥିବ, ମାନେ ଭଲ କିଏ କରିଥିବ। ଯଦି ଏଇ ଜଳ ତତ୍ଵ ଆମ ଜୀବନରେ ସନ୍ତୁଳିତ ଅବସ୍ଥାରେ ଥାଏ, ତାହେଲେ କଣ ହବ ନା ସେ ଘରର ଲୋକ ବହୁତ ଧାର୍ମିକ ହେଇଥିବେ ଏବଂ ମ୍ୟାଟେରିଆଲିଷ୍ଟିକ ହେଇଥିବେ। ତାଙ୍କୁ ମ୍ୟାଟେରିଆଲିଷ୍ଟିକ, ଯେହେତୁ ସେମାନେ ଧାର୍ମିକ ହେଇଥିବେ, ସେମାନେ ମ୍ୟାଟେରିଆଲିଜିମର ସବୁ ଭଲ ଜିନିଷ ଗୁଡିକ ସେମାନେ ପାଇବେ ଏବଂ ତାଙ୍କର ଯଶ ଖ୍ୟାତି ରହିବ ହିଁ ରହିବ। କିନ୍ତୁ ଯଦି ଜଳ ତତ୍ଵ ଅସନ୍ତୁଳିତ ହେଇଗଲା, ତାହେଲେ ସର୍ବପ୍ରଥମେ ସେଟା ତାଙ୍କର ମାନସିକତା ଉପରେ ପ୍ରଭାବ ପକେଇବ। ସେମାନଙ୍କର ସବୁବେଳେ ଫ୍ୟାମିଲିରେ କିଛି ନା କିଛି ଗଡବଡ ଥିବ ହିଁ ଥିବ। ଏଇ ନର୍ଥ ଇଷ୍ଟ ଡିରେକ୍ସନରେ ଜଳ ତତ୍ଵ ବୋଲି କିଏ ଯଦି ପାଇଖାନା କରିଦେଲା, ତା ଘରେ କ୍ୟାନ୍ସର ହବା କଥା ହିଁ ହେବ। ଏବଂ ସବୁଠୁ ପ୍ରୋବ୍ଲେମ ହେଲା, ଏଇ ଜଳ ତତ୍ଵ ଦିଟା ଜିନିଷ ପ୍ରୋବ୍ଲେମ କରେ। ସର୍ବପ୍ରଥମେ କଣ ନା, ସିଏ ଯଦି ଏଇଟା ଅସନ୍ତୁଳିତ ହେଇଗଲା, ସର୍ବପ୍ରଥମେ ମାଇଣ୍ଡକୁ ଆଫେକ୍ଟ କରିବ, ନହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ନିଶ୍ଚୟ ଦେବ ହିଁ ଦେବ ଏବଂ ପରିବାରରେ କାହା ଭିତରେ ପକେଇ ଦବନି, ସମସ୍ତଙ୍କ ମନରେ ଅଶାନ୍ତି ଲାଗି ରହିବ। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ମାନସିକ ଅଶାନ୍ତି। ଆମେ ସମସ୍ତେ ଜାଣିଛେ ମଣିଷର ମନ, ମଣିଷର ଶରୀର ଯେତେବେଳେ ଅସୁସ୍ଥ ହୁଏ, ଯଦି ଆମର ତମେ ମେଡିକାଲ ସାଇକୋଲୋଜିକୁ ଯିବ, କୌଣସି ବି ଅସୁସ୍ଥତାର ମୁଖ୍ୟ କାରଣ ହଉଛି ମନ। ଯଦି ମନ ଅସୁସ୍ଥ ହେଇଗଲା, ଶରୀର ଅସୁସ୍ଥ ହେଇଯିବ ଏବଂ ଶରୀର ଅସୁସ୍ଥ ହେଇଗଲା ମାନେ ମନ ଅସୁସ୍ଥ ହେଇଯିବ। ତେଣୁ ଏ ଜଳ ତତ୍ଵକୁ ଯୋଉ ମାନେ ଭଲ ଭାବରେ ମେଣ୍ଟେନ କରିକି ରଖିଥାନ୍ତି ବା ସନ୍ତୁଳିତ କରିକି ରଖିଥାନ୍ତି, ସେମାନେ ତାଙ୍କର ସୁଫଳ ପାଆନ୍ତି। ଏବଂ ଯୋଉମାନେ ଏଟାକୁ ଅସନ୍ତୁଳିତ ଭାବ ଅବସ୍ଥାରେ ବାସ୍ତୁ ତାଙ୍କର ଯାହାଙ୍କର ଥାଏ, ତାଙ୍କୁ ଏଇଭଳି ଭାବରେ ପ୍ରୋବ୍ଲେମ ହୁଏ। ତେଣୁ ଏଇଟା ହେଲା ସବୁଠୁ ବେଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ ଜାଣିବା ଦରକାର, ଯେ ପ୍ରତ୍ୟେକ ତତ୍ଵ ଅନୁସାରେ ସେଇ ଯୋଉ ମାନେ ଯୋଉ ଜାଗାଟି, ଯୋଉ ଘରର ସେଇ ଜାଗାରେ ସେଇ ଆକ୍ଚୁଆଲ ଜିନିଷଟା ରହିଥିବା ଦରକାର, ନିହାତି ଆବଶ୍ୟକ। ଯଦି ନ ରହିଲା, ତାହେଲେ ଅସୁବିଧା ସୃଷ୍ଟି କରିବ। ତେଣୁ ଯେତେବେଳେ ବାସ୍ତୁବିଦ ବାସ୍ତୁ କରିବା ପାଇଁ କୌଣସି ଘରକୁ ଯାଆନ୍ତି ଏବଂ ତାଙ୍କୁ ପଚାରନ୍ତି କି ଆଜ୍ଞା ଆମର ମାନେ ଘର ଚେକ୍ କରିବାର ଅଛି, ସେଥିପାଇଁ ସବୁବେଳେ ତୁମେ ଯୋଉଠିକି ବି ବାସ୍ତୁ ଦେଖିବାକୁ ଯିବ, ତାକୁ ଆଗ ପଚାରିବ ତ ଘରର ଅସୁବିଧାଟା କଣ ହଉଛି, ତମେ ବାସ୍ତୁ କରିବାକୁ ଯିବ। ସିଏ ଯେତେବେଳେ କହିବ, ତମେ ଆଖି ବନ୍ଦ କରିକି ବୁଝିପାରିବ ଯେ କୋଉ ତତ୍ଵ ରିଲେଟେଡ ଏଇଟା ପ୍ରୋବ୍ଲେମ ଏବଂ କୋଉ ଡିରେକ୍ସନରେ ତାର ପ୍ରୋବ୍ଲେମ ଅଛି। ଏମିତି ତ ଆମେ ସବୁ କିଛି ଚେକ୍ କରିବା, କିନ୍ତୁ ଯେତେବେଳେ ତା ସହିତ 15 ମିନିଟ ଡିସ୍କସନ କରିବା, ସେତେବେଳେ ଆମେ ଜାଣିପାରିବା ଯେ କୋଉ ଡିରେକ୍ସନରେ ତାର ପ୍ରୋବ୍ଲେମ ଅଛି। କାରଣ ସେଇ ତତ୍ଵ ଏବଂ ସେଇ ଡିରେକ୍ସନ ରିଲେଟେଡ ପ୍ରୋବ୍ଲେମ ସିଏ ତା ଜୀବନରେ ଫେସ୍ କରୁଥିବ, ତା ପରିବାର ବାଲା ଫେସ୍ କରୁଥିବେ। ଏବଂ ଯଦି ବାସ୍ତୁ ହିସାବରେ ତତ୍ଵ ଗୁଡିକ ମେଣ୍ଟେନ ହେଇକି ରହିଲା, ତାହେଲେ ସେ ତାର ବେଷ୍ଟ ରେଜଲ୍ଟ ଗୁଡିକ ଜୀବନରେ ପାଇପାରିବେ। ତ ଏଇଟା ହେଲା ମୋର କହିବାର କଥା। ଏଥିରେ ମୁଁ ଭାବୁଛି ଯଦି କାହାର କିଛି ଡାଉଟ ନଥିବ, ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ। जय श्री